आम समस्त आशीर्वाद करतु आज यहपरी गुरुतम दिन में प्रभु आम कड़ाई आनी अच्छा से ईश्वर को मुझे प्रथम धन्यवाद दिए। आज जिते जन प्रभु उपस्थित बसी सान टू बड़ बापा माँ भाई भाई समस्त को जीशु नाम प्रेज द लॉर्ड। आमे माने इस समय प्रभु वाक्य को अल्प समय आम ध्यान करवा शुणा जाऊँ से मन हृदय मान कर्म को आमने प्रस्तुत करवा कारण शैतान जाने आमे माने जो वाक्य शुणा से वाक्य शुणिकी आमे आशीर्वाद पाइबा ईश्वर आम आशीर्वाद करेंगे से शैतान सब कौन तार इच्छा नता आमे माने वाक्य शुणु कि आमे माने शुणिके वाक्य को पालन करू एटा केबे शैतान इच्छा करिबो नाही कारण से आमर शत्रु और आमे तांकर शत्रु अटू आमे जानेचु शत्रु शत्रु मध्य से माने केबे भी शांति रहबा को चेष्टा करिवे नाही किछि ना किछि से मानको मध्य फाइटिंग हेताय। तो समिति आम मानकर विपक्ष शैतान सिंह प्राय गर्जन करी बुलुची काको केते बेले धरी पकेब राशि देव एटा कहीं जानती नहीं से आमे माने सब बेले सचेतन हेबा जागृत हेबा प्रभुंकर वाक्य शुणिबा प्रभुंकर वाक्य निर्भर रखिबा आ प्रभुंकर वाक्य को जीवन रे आमे ग्रहण करी से जीवन को आमे से ईश्वरंकर वाक्य प्रमाणे आमे सब दिन आमे एई जीवन रे आमे ने चाली बोला करिबा तबे कोन शैतान लज्जित हेबो एवं ईश्वरंकर नाम गौरवान्वित हेबो आ ईश्वरंकर महिमा हेबो ईश्वर आम समस्त को आशीर्वाद करिवे कहबा कि आमेन आसतु आज चिंता निमंते आमे माने गोटे शास्त्रांश आमाने पठन करिबा मत्ती लिखित सुसमाचार 26 पर्व मत्ती लिखित सुसमाचार 26 पर्व 26 ओके पद 26 रो पढ़िब 58 पद ଭିତର ଦୂରରେ ରହି ମହାଜନଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାର ପଛେ ପଛେ ଗଲେ ଆଉ ଶେଷରେ କଣ ଘଟିବ ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ବଦାତି ମାନଙ୍କ ସହିତ ବସି ରହିଲେ। ଆଉ ଗୋଟେ ପଦ ପଢିବା 69 ପଦରୁ 74 ପଦ ପର୍ଯ୍ୟନ୍ତ। ଇତିମଧ୍ୟରେ ବାହାରେ ପ୍ରାଙ୍ଗଣରେ ବସିଥିଲେ ଆଉ ଜଣେ ଦାସୀ ତାଙ୍କ ପାଖକୁ ଆସି କହିଲା ସେ ମଧ୍ୟ ଗାଲିଲିଆଙ୍କ ସାଙ୍ଗରେ ছিল କିନ୍ତୁ ସେ ସମସ୍ତ ପ୍ରତିକାର କରି କହିଲେ ସେ କଣ କହୁଥିଲ ଜାଣିନାହିଁ। ପୁଣି ସେ ଦାଣ୍ଡ ଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାଙ୍କୁ ଦେଖି ସେ ସ୍ଥାନର ଲୋକମାନଙ୍କୁ କହିଲା ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା। ପୁଣି ସେ ରାଣ ପକାଇ ଆଉ ଥରେ ଅସ୍କାର କରି କହିଲେ ମୁଁ ସେ ଲୋକକୁ ଜାଣେ ନାହିଁ। ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ଇତରଙ୍କ ନିକଟକୁ ତାକୁ କହିଲେ ସେ ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ ତ ତାହା ଜଣା ପଡୁଅଛି। ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ ମୁଁ ସେ ଲୋକକୁ ଜାଣେ ନାହିଁ। ସେ କେଳେ ଶୁଣାଇଛି। हालेलुया प्रेज द लॉर्ड। आमे ए स्थान रो आमे जो विषय आमे देखुचु कोन पितर प्रभु यीशु ख्रीष्ट को 3 थर स्वीकार करूचंती। पितर प्रभु यीशु ख्रीष्ट को 3 थर अस्वीकार करूचंती से मना करूचंती मो यीशुंकर शिष्य नहे किबा मो यीशु को जानि नाही किबा मो यीशु को सहित मो रही नाही। 3 थर से कौन करुचंती पूरा डायरेक्ट मना करुचंती। पुणी केमिति राण पकाइके कहउचंती राण माने मो मरि जीवी बोधे मो यीशुंकर शिष्य हेई नाही बोली कहउचंती। शपथ देकी भी कहउचंती मो सत सत कहउची मो यीशुंकर शिष्य नाही किंतु मिछ कथा को जे सत्य भाबरे कहउचंती 3 थर। आम आई जगार आमे केतोटी विषय आमे शिखिबा
ଗୋଟେ କଥା ମନେ ରଖନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କ ସହିତ ପିତର କେତେ ବର୍ଷ ରହିଥିଲେ? 3 ବର୍ଷ ଅଧା, ମାନେ 3.5 ବର୍ଷ ପର୍ଯ୍ୟନ୍ତ ପିତର ଯୀଶୁଙ୍କ ସହିତ ରହିକି କଣ ବୁଲୁଥିଲେ। ଅନେକ କାର୍ଯ୍ୟ ମଧ୍ୟ ରହିକି ଯୀଶୁଙ୍କ ସହିତ ସେ କରିଛନ୍ତି। କିନ୍ତୁ ଏବେର ପରିସ୍ଥିତି କଣ? ଯୀଶୁଙ୍କୁ ଧରିଛନ୍ତି, ସେଇ ସମୟରେ ଯୀଶୁଙ୍କର ହାଲତ କଣ ହେବ, ଯୀଶୁଙ୍କୁ କେମିତି ଧରିବେ, କେମିତି ମାରିବେ, କଣ କରିବେ ତାଙ୍କ ପ୍ରତି, এই ସବୁ ବିଷୟକୁ ପିତର ଦୃଷ୍ଟି ଆଗରେ ରଖିକି କଣ କରିଛନ୍ତି? ସେ ଲୁଚି ଲୁଚିକି ସେ ଦେଖିବାକୁ ଚେଷ୍ଟା କରୁଛନ୍ତି। ତ ସେଇ ସମୟରେ କଣ ନା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନେକ ସେଇ ସମୟରେ ତାଙ୍କୁ ଚେପ ପକାଉଥିଲେ, ତାକୁ ବାଢୁଥିଲେ, ଚାପ ବି ମାରୁଥିଲେ, ତାଙ୍କ ଦାଢ଼ି ଗୋଟିକୁ ଟାଣ ଟାଣ କରୁଥିଲେ, ଅନେକ ତାଙ୍କୁ ସେଇ ସମୟରେ ନିର୍ଯାତନା ଦିଆ ହଉଥିଲା। ସେଇ ସମୟରେ ବି ପିତର ସେ ସ୍ଥାନ ମାନଙ୍କୁ ସେ ବୁଲାବୁଲି କରୁଥାଏ। ଆଉ କେତେ ଜଣଙ୍କ ହାବୁଳରେ ପିତର ପଡିଯାଇଛି, ଆଉ ସେମାନେ କହୁଛନ୍ତି ତୁମେ ବି ଏଙ୍କ ଦଳରେ ଥିଲ, ତୁମେ ବି ସେ ଗାଲିଲିୟ ଲୋକ, ତୁମେ ଏହାଙ୍କର ଶିଷ୍ୟ। ଯେତେବେଳେ 3 ଜଣ ବ୍ୟକ୍ତି ବା ତିନି ଥର ତାଙ୍କୁ ଯେତେବେଳେ ଏଇ କଥା କହିଲେ, ସେ ଡାଇରେକ୍ଟଲି ସେ ମନା କରୁଛନ୍ତି, ସିଧାସଳଖ ସେ ମନା କରୁଛନ୍ତି, ମୁଁ ତାଙ୍କୁ ଜାଣେ ନାହିଁ, ମୁଁ ତାଙ୍କ ସହିତ ନଥିଲି। ହାଲେଲୁୟା, ହାଲେଲୁୟା। କିନ୍ତୁ ସେମାନେ ପିତରଙ୍କୁ ପ୍ରମାଣ ଦେଇକି କହୁଛନ୍ତି କଣ? ତୁମେ ସେମାନଙ୍କ ମଧ୍ୟରୁ ଜଣେ ବୋଲି ଆମେ ଜାଣିଛୁ। କେମିତି ଜଣା ପଡୁଛୁ? 3ଟି ବିଷୟ ଦେଖାଯାଉଛି ପିତରଙ୍କ ଜୀବନରେ। ସେ ଯୀଶୁଙ୍କ ସହିତ 3.5 ବର୍ଷ ଥିବାରୁ ବୁଲିଛନ୍ତି, ରହିଛନ୍ତି, ଯୀଶୁଙ୍କ ସହିତ ଖାଇଛନ୍ତି, ପିଇଛନ୍ତି, କାମ କରିଛନ୍ତି। ଏବଂ ଯୀଶୁଙ୍କର ଯୋଉ ଚରିତ୍ର, ଯୀଶୁଙ୍କର ଯୋଉ କ୍ୟାରେକ୍ଟର, ଜୀବନ ଶୈଳୀ ଏବେ କଣ ହେଉଛି? ପିତରଙ୍କ ଦ୍ୱାରା ପ୍ରକାଶିତ ହେଉଛି। ଇଏ ଯୀଶୁଙ୍କ ସହିତ ନିଶ୍ଚିତ ହିଁ ଥିବ, କାରଣ ତାର ସମସ୍ତ ବିଷୟ ଦେଖିଲେ ଇଏ ଯୀଶୁଙ୍କ ପରି ହିଁ ଦେଖାଯାଉଛନ୍ତି ବୋଲି ସେମାନେ କହୁଛନ୍ତି। ହାଲେଲୁୟା, ହାଲେଲୁୟା। ଜଣେ ପ୍ରକୃତ ଖ୍ରୀଷ୍ଟିଆନ, ଜଣେ ପ୍ରକୃତ ବିଶ୍ୱାସୀ ନିଜର ପରିଚୟକୁ ଯେତେ ଲୁଚେଇଲେ ବି କେବେ ବି ଲୁଚିବ ନାହିଁ, ତା ପ୍ରକାଶିତ ହିଁ ହେବ। ହାଲେଲୁୟା। ସବୁବେଳେ ସେଇ କାର୍ଯ୍ୟ ଏବଂ ସେହିପରି ଜୀବନ, ସେହିପରି ଆମମାନଙ୍କର ଆଚରଣ, ସେହିପରି ଆମମାନଙ୍କର ବ୍ୟବହାର ହୁଏ, ଆମେ ନିଜକୁ ଦେଖେଇବା ନାହିଁ ମୁଁ ବି ଯୀଶୁଙ୍କର, ମୁଁ ଗୋଟେ କୃଷ ବେକରେ ଟାଙ୍ଗିଛି, ଏଇ ଦ୍ୱାରା ମୁଁ ପ୍ରମାଣିତ ହେବି ମୁଁ ଯୀଶୁଙ୍କର, ଏଟା ବାଇବେଲ କହୁନାହିଁ। ମୁଁ ବାଇବେଲ ଧରିକି ପୁରା ରାସ୍ତାରେ ଚାଲିବି ଆଉ ମତେ କହିବି ଇଏ ଯୀଶୁଙ୍କର, ଧଳା ପ୍ୟାଣ୍ଟ ଆଉ କଳା ପ୍ୟାଣ୍ଟ ପିନ୍ଧିକି ଚର୍ଚ୍ଚରେ ବସିଲେ କହିବି ଇଏ ଯୀଶୁଙ୍କର ବୋଲି, ଏଟା ପ୍ରମାଣ ନାହିଁ। ତା ପ୍ରମାଣ କଣ? ହାଲେଲୁୟା। ଯୀଶୁଙ୍କର ସ୍ୱଭାବ ଲୋକମାନେ ଆମ ଠାରୁ ଦେଖିବାକୁ ସେମାନେ ଚାହାନ୍ତି। ଆମେ ନ କଣ, ସେମାନେ ଆମକୁ ଧରିଦେବେ, ତୁମେ ବି ଜଣେ ସେଇ ଦଳର କଟ। ବାଇବେଲ ଆମକୁ ଶିଖାଏ, ପିତର ଯେତେ 3 ଥର ସ୍ୱୀକାର କଲେ ବି ପିତରଙ୍କୁ କହୁଛନ୍ତି ତୁମେ ଯେତେ ଲୁଚେଇଲେ ବି ଆମେ ତୁମକୁ ଜାଣିପାରୁଛୁ, କାରଣ ୟାକୁ ଆମେ ଦେଖିଛୁ, ତାଙ୍କ ଶିକ୍ଷାରେ ଶୁଣିଛୁ, ବୁଝିଛୁ, ତୁମେ ୟାଙ୍କ ସହିତ ଥିଲ, ସେଥିପାଇଁ ତୁମେ ୟାଙ୍କ ପରି କଣ କରୁଛ, ତୁମର ସ୍ୱଭାବ ହେଇଯାଇଛି, ତୁମର ଗୁଣ ଗୁଡ଼ିକ ୟା ପରି ହେଇଯାଇଛି, ତୁମର କଥାବାର୍ତ୍ତା ୟାଙ୍କ ପରି ହେଇଯାଇଛି, ତୁମର ବସିବା ଷ୍ଟାଇଲ ୟାଙ୍କ ପରି ହେଇଯାଇଛି। ତୁମେ ଯୋଉ ଚାଲୁଛ, ସେ ଚାଲିବାଟା ହିଁ ଆମକୁ ପ୍ରମାଣ ଦଉଛି ତୁମେ ତାଙ୍କ ସହିତ ଥିଲ। ତୁମେ ଯୋଉ କଥା କହୁଛ, ସେ କଥାରେ ହିଁ ତୁମେ ଜଣା ପଡୁଛ ତୁମେ ୟାଙ୍କର ଦଳର। ହାଲେଲୁୟା। ଆଜି ଆମେ ପ୍ରଭୁଙ୍କୁ ଆସିଛୁ, ସତ କଥା, ଆମେ ତ ନିଜେ କହିବା ନାହିଁ ଯେ ମୁଁ ଖ୍ରୀଷ୍ଟିଆନ, ମୁଁ ଯୀଶୁଙ୍କର ଲୋକ, ମୁଁ ଏମିତି ଭଲ କାମ କରେ ନାହିଁ, ଏମିତି ତ ଆମେ ପ୍ରକାଶିତ ପରିଚୟ ଦେବା ନାହିଁ। ପ୍ରଭୁ ଆମମାନଙ୍କୁ ପ୍ରକାଶ କରନ୍ତି ଏବଂ ପ୍ରଭୁଙ୍କ ଦ୍ୱାରା ଆମେ କଣ ହେବା, ପ୍ରକାଶିତ ହେବା ନିତ୍ୟାନ୍ତ ଆବଶ୍ୟକ ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ 3 ଗୋଟି କଥା ଆମେ ଏହି ସ୍ଥାନରୁ ଶିଖିବା, କଣ ନା ପିତରଙ୍କ ଜୀବନରୁ 3 ଗୋଟି ଚରିତ୍ର ଆମେ ଶିଖିବା। ଚରିତ୍ର, ଗୁଣ,
বা ସ୍ୱଭାବ ପିତରଙ୍କ ଜୀବନ ଆମେ ଶିଖିବା। ସେ ନିଜକୁ ଲୁଚଉଥିଲେ ବି ସେ ଲୁଚି ପାରୁନଥିଲେ। କଣ ପାଇଁ? କଣ ଗୁଡ଼ିକ ସେଗୁଡ଼ିକ କଣ? ସେମାନେ କଣ ବିଷୟ ସେମାନେ ତାଙ୍କୁ ଦେଖିକି କହିଲେ ତୁମେ ଯେ ସେମାନଙ୍କ ମଧ୍ୟରେ ଜଣେ ବୋଲି ବାରମ୍ବାର କାହିଁକି କହିଲେ? ଥରେ ବି କହିଲେ, ଦ୍ୱିତୀୟରେ ବି କହିଥିଲେ ହେଇଥାନ୍ତା, 3 ଥର ଏକା ସେମାନେ କହୁଛନ୍ତି। 3 ଥର ଯେ କିଛି ଅସ୍ୱୀକାର କରିଛନ୍ତି। ସେତେବେଳେ କୁକୁଡ଼ା ଡାକିଲେ, ଅର୍ଥାତ୍ ପ୍ରଭୁ ଯୀଶୁ ତାଙ୍କୁ କହିସାରିଛନ୍ତି। ଯେତେବେଳେ ଯୀଶୁ ଖ୍ରୀଷ୍ଟ କହୁଥିଲେ ମୁଁ ଜେରୁସାଲେମକୁ ଯିବି, ସେଇ ସମୟରେ ଶତ୍ରୁମାନେ ମତେ ଧରିବେ ଆଉ ମତେ ଅନ୍ୟାୟ କରିବେ, ପାପୀ ମାନଙ୍କ ହାତରେ ସମର୍ପଣ କରିବେ ଆଉ ସେମାନେ କ୍ରୁଶବଧ କରିବେ। ସେତେବେଳେ ଯୀଶୁ କହୁଛନ୍ତି, ସେତେବେଳେ ପିତର କଣ କହୁଛନ୍ତି? ପ୍ରଭୁ ତୁମ ପ୍ରତି ସେମିତି ନ ହଉ। ଅର୍ଥାତ୍ ଆଉ ଗୋଟେ କଥା କହିଛନ୍ତି କଣ? ମୁଁ ତୁମ ସହିତ ମରିବାକୁ ମଧ୍ୟ ରେଡି ବୋଲି ପିତର କହିଛନ୍ତି। କିନ୍ତୁ ପ୍ରଭୁ କହିଲେ, ପିତର ମୁଁ ତୁମକୁ କହୁଅଛି କୁକୁଡ଼ା ଡାକିବା ପୂର୍ବରୁ ତୁମେ 3 ଥର ମତେ ସ୍ୱୀକାର କରିବ। ପିତର କହୁଛନ୍ତି ନାଇଁ ପ୍ରଭୁ, ମୁଁ କେବେ ବି ସେମିତି କରିବି ନାହିଁ। କିନ୍ତୁ ସଫଳ ହେଲା, ସେ 3 ଥର ସ୍ୱୀକାର କଲେ ଏବଂ କୁକୁଡ଼ା ଡାକିଲେ। ଆଉ ସେଇ ସମୟରେ ପିତର ମନେ ପକେଇଲେ, ହଁ ପ୍ରଭୁ ମତେ କହିଥିଲେ, ଏଇଟା ସଫଳ ହେଇଗଲା। ଆଉ ତ କହିବାର ଉଦ୍ଦେଶ୍ୟ କଣ? ଆଜି ପିତରଙ୍କ ଜୀବନରୁ ଆମେ କିଛି ବିଷୟ ଶିଖିବା। ତ ପ୍ରଥମ କଥା ଆମେ ମାନେ ଶିଖିବା, ପଢନ୍ତୁ ଗୋଟିଏ ପଦ ଆଉ ଗୋଟେ ପଦ ପଢିପାରିବେ। ଲୋକ ଲିଖିତ ସୁସମାଚାର, ଲୁକ ଲିଖିତ ସୁସମାଚାର 22 ଅଧ୍ୟାୟ 55 ପଦ ଆଉ 56 ପଦ ପଢନ୍ତୁ। 22 ଅଧ୍ୟାୟ ଲୋକ ଲିଖିତ ସୁସମାଚାର 55 ପଦ ଆଉ 56 ପଦ। ପିତର ସେମାନଙ୍କ ମଧ୍ୟରେ ବସି ରହିଲେ। ଜଣେ ଦାସୀ ଅର୍ଥାତ୍ ଜଣେ ସ୍ତ୍ରୀ ଲୋକ ଆସିକି କଣ କରିଲେ? ସେ ନିଆଁ ପାଖରେ ବସିଥିବା ଦେଖି ମାନେ ତାଙ୍କୁ ଏକ ଦୃଷ୍ଟିରେ ସେ ଜଣେ ମା ଅଟନ୍ତି, ଜଣେ ଦାସୀ ଅଟନ୍ତି। ଭିତର ଯେତେବେଳେ ଶୀତ ଦିନ ଟିକେ ଟିକେ ଶୀତ ହେଉଥାଏ ତ ସମସ୍ତେ ନିଆଁ ପାଖରେ ବସନ୍ତି। ସେଇ ସମୟରେ କଣ ହେଇଛି ନା ପିତର ବି ସେମାନଙ୍କ ମଧ୍ୟରେ ଘଟଣା ଘଟିଛି। କଣ ପାଇଁ ପିତର ଅଛନ୍ତି? ଯୀଶୁଙ୍କୁ କେମିତି ମରା ହବ, କେମିତି ଅନ୍ୟାୟ ଅତ୍ୟାଚାର କରାହବ, ସେ ସବୁ ବିଷୟକୁ ଦେଖିବା ପାଇଁ ପିତର ସେଇଠି ଅଛନ୍ତି। ତ କଣ ହେଇଛି ସେଇ ସମୟରେ? ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା। ହାଲେଲୁୟା। କୋଉ ବିଷୟରେ ସେମାନେ ଜାଣିପାରୁଛନ୍ତି? ସେମାନେ ଯୋଉ ସମସ୍ତେ ବସିଛନ୍ତି ସେ ସ୍ଥାନରୁ, ସମସ୍ତେ ବସିଛନ୍ତି ନିଆଁ ପାଖରେ, ନିଆଁ ପୋଉଥିଲେ ବା ସେମାନେ କଣ ହଉଥିଲେ? ଗରମ ଉଷୁମ ହଉଥିଲେ। ସେମାନଙ୍କ ମଧ୍ୟରେ ପିତର ବସିଛନ୍ତି। ଏମାନେ ସମସ୍ତେ ଠିକରେ ବସିଛନ୍ତି, ସମସ୍ତେ, ହେଲେ ପିତର ବି ସେମାନଙ୍କ ମଧ୍ୟରେ ବସିଛନ୍ତି। କିନ୍ତୁ ସେମାନେ ପିତରଙ୍କର ବସିବା ଷ୍ଟାଇଲରୁ ହିଁ ସେମାନେ ଜାଣିପାରିଲେ ଇଏ କିଏ, ତାଙ୍କ ସହିତ ଥିଲେ। ସେଥିପାଇଁ ଆମେ ମାନେ ଯେମିତି ବସିଛୁ, ଇଏ ଯେମିତି ବସିଲେ ବି ଜଣା ପଡୁଛି, ବସିଲେ ହିଁ ଜଣା ପଡୁଛି ଇଏ କଣ ତାଙ୍କ ସାଙ୍ଗରେ ଥିଲେ, ଯୀଶୁଙ୍କ ସାଙ୍ଗରେ ଥିଲେ, ଯୀଶୁଙ୍କ ଦଳର ଲୋକ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଦେଖନ୍ତୁ ଆମର ବିହେଭିୟର ଦ୍ୱାରା ଆମକୁ ଲୋକମାନେ ଜାଣିବା ଆବଶ୍ୟକ ଆମେ ଯୀଶୁଙ୍କର ଲୋକ, ଯୀଶୁଙ୍କର ଶିଷ୍ୟ, ଯୀଶୁଙ୍କର ବିଶ୍ୱାସୀ। ତ ପ୍ରଥମ କଥା କଣ ନା ପିତର ବସିଛନ୍ତି ଏବଂ ସେହି ସମୟରେ ତାଙ୍କର ବସିବା ଶୈଳୀକୁ ସେମାନେ ଦେଖିଲେ ୟାଙ୍କର ବସିବାଟା ହିଁ ଯୀଶୁଙ୍କ ପରି। ଅର୍ଥାତ୍ କେମିତି କହିବା, ଯୀଶୁଙ୍କ ସେମାନେ କହିବାକୁ ଗଲେ ଏବେ ଯୀଶୁଙ୍କର ଇଏ ପ୍ରାୟ ନକଲ ହେଇଯାଇଛି, ଜେରକ୍ସ ଆମେ କହିପାରିବା, ଜେରକ୍ସ ହେଇଯାଇଛି ଏବେ। ହାଲେଲୁୟା। ଆମକୁ ବୁଝିବାକୁ ପଡିବ। ଯେମିତିକି ଆମେ ଆଧାର କାର୍ଡ ନେଇକି ଭୋଟର ଆଇଡି ନେଇକି ଆମେ ଜେରକ୍ସ କରୁ, ତ ସେମିତି ପିତର କଣ ହେଇଛନ୍ତି ନା ଯୀଶୁଙ୍କର ଜେରକ୍ସ, ଅର୍ଥାତ୍ ଯୀଶୁଙ୍କର ଏବେ ବସିବାର ଯୋଉ ଷ୍ଟାଇଲ, ଯୋଉ ଶୈଳୀ ଯୀଶୁଙ୍କ ଠାରେ ଏବେ ଦେଖାଯାଉଛି। ଆଉ ସେ ଲୁଚିଲେ ବି ଆଉ ସେ ଲୁଚି ହିଁ ପାରୁନାହିଁ। ସେମାନଙ୍କୁ ସେ ମିଶିଲେ ବି ଆଉ ମିଶୁ ନାହିଁ, ସେ ଅଲଗା ହିଁ ଦେଖାଯାଉଛି। ହାଲେଲୁୟା। ତ ଆଜି ଆମମାନଙ୍କର ଷ୍ଟାଇଲ, ଆମମାନଙ୍କର ଷ୍ଟାଇଲ ମାନେ କଣ? ଶୈଳୀ, ଆମମାନଙ୍କର ଜୀବନ ଶୈଳୀ, ଆମମାନଙ୍କର ଚରିତ୍ର ଠିକ ହେବା ଉଚିତ, ଯୋଉ ଦ୍ୱାରା ଆମେ ନିଜର ଜୀବନକୁ ଯୀଶୁଙ୍କ ପାଇଁ ଗୋଟେ ସାକ୍ଷ୍ୟମୟ ଆମେ ଜୀବନ କିପରି ଆମେ କାଟି ପାରିବା। ଦ୍ୱିତୀୟ କଥା ମୁଁ ସର୍ଟରେ କହିବାକୁ ଚାହେଁ, ଦ୍ୱିତୀୟ କଥା
ପଢନ୍ତୁ ଯୋହନ ଲିଖିତ ସୁସମାଚାର 18 ପର୍ବ 25 ପଦ। ଦେଖନ୍ତୁ ଆମେ ଏଇ ସ୍ଥାନରେ ବିଷୟ ଦେଖୁଛୁ କଣ, ଏଥିମଧ୍ୟରେ ସିମୋନ ପିତର ଠିଆ ହୋଇ ନିଆଁ ପହୁଥିଲେ। ସେଥିରେ ସେମାନେ ତାଙ୍କୁ ପଚାରିଲେ, ତୁମେ ମଧ୍ୟ କଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟ ଜଣେ ନୁହଁ? ସେ ସ୍ୱୀକାର କରିକି କହିଲେ, ମୁଁ ନୁହେଁ। ଅର୍ଥାତ୍ ଏଠି ଯେତେବେଳେ ପିତର ଛିଡା ହେଇଛନ୍ତି, ତାଙ୍କର ଛିଡା ହେବ ଷ୍ଟାଇଲ ହେଇ ଯୀଶୁଙ୍କର ହେଇଯାଇଛି। ହାଲେଲୁୟା। ଦେଖନ୍ତୁ ତାଙ୍କର ପ୍ରଥମେ କହିଲେ ବସିବ ଷ୍ଟାଇଲଟା ଯୀଶୁଙ୍କ ଉପରେ ହେଇଯାଇଛି। ଛିଡା ହେବା ଯୋଉ ଷ୍ଟାଇଲ ଶୈଳୀ ଯୀଶୁଙ୍କ ପରି ହେଇଯାଇଛି। ସେଥିପାଇଁ ସେମାନେ ପିତର ଛିଡା ହେଲେ, ଲୋକମାନେ ତାକୁ ଦେଖିଦେଲେ, ଇଏ ତ ଯୀଶୁଙ୍କର ଦଳର ଲୋକ ଜଣା ପଡୁଛି। ପଚାରୁଛନ୍ତି, ସେ କହୁଛି ନାଇଁ ମୁଁ ସିଏ ନୁହେଁ। ଆଜି ଆମମାନଙ୍କର ବସିବା ଷ୍ଟାଇଲ କେମିତି ହେବା ଉଚିତ, ଆମମାନଙ୍କର ଛିଡା ହେବା ଷ୍ଟାଇଲ କେମିତି ହେବା ଉଚିତ, ଆଜି ଆମେ ଜାଣିବା ଅତି ଆବଶ୍ୟକ। ତାପରେ 3 ନମ୍ବର କଥା, ମାତ୍ୟ ଲିଖିତ ସୁସମାଚାର ଆମେ ସେ 26 ଅଧ୍ୟାୟକୁ ଫେରିଯିବା। ପିତରଙ୍କ ଠାରେ ଆଉ କଣ ଥିଲା ଯେ ତାଙ୍କୁ ଧରି ପକେଇଲେ, ଇଏ ଜଣେ ଯୀଶୁଙ୍କର ଦଳର ଲୋକ। ସେ 26 ପର୍ବ ପଢନ୍ତୁ 73 ପଦ। 73 ପଦ। ତୁମ୍ଭ ବୋଲି ଋତୁ ତାହା କଣ କରୁଅଛି ଜଣା ପଡୁଅଛି ବୋଲି ସେ କହୁଛନ୍ତି। ହାଲେଲୁୟା। ବୋଲିରୁ ଅର୍ଥାତ୍ 3ଟି କଥା ଆପଣଙ୍କୁ କହିଲି। ପ୍ରଥମେ ସେ ବସିବା ତାଙ୍କର ଶୈଳୀ ଅଲଗା ଥିଲା, ଅର୍ଥାତ୍ ବସିଛନ୍ତି ସମସ୍ତଙ୍କ ସହିତ, ତ ସେ ଯେମିତି କେମିତି କେଜାଣି ବସିଛି ଆମେ ଦେଖିନୁ, କିନ୍ତୁ ବାଇବେଲ ଦେଖୁଛୁ କେମିତି କେଜାଣି ସେ ବସିଛି, ତାଙ୍କୁ ଜାଣିଦେଲେ ଇଏ ଯୀଶୁଙ୍କର। ଏବଂ ସେ ଛିଡା ବି ହେଲେ, ସେଇଠି ଛିଡା ହେଲେ ବି ସମସ୍ତଙ୍କୁ ଛିଡା ହେଇଛି, ସମସ୍ତେ ଛିଡା ହେଲେ ଠିକ, ସେ ବି ଛିଡା ହେଲା, କିନ୍ତୁ ଛିଡା ହେବା ଦ୍ୱାରା ଠିଆ ହେବା ଦ୍ୱାରା ତାଙ୍କର ଠିଆ ହେବା ଷ୍ଟାଇଲ ବି ଶୈଳୀ ବି ଅଲଗା ଥିଲା। ସେଥିପାଇଁ ତାଙ୍କୁ ଧରିଦେଲେ ଇଏ ଯୀଶୁଙ୍କର ଶିଷ୍ୟ। ତୃତୀୟ କଥା ଆମେ ଦେଖୁଛୁ କଣ କହୁଛନ୍ତି, ତୁମେ ଯେତେ ନାହିଁ କରିଲେ ବି ଆମେ ତ ତୁମର ବସିବାରେ ଜାଣିଲୁ ତୁମେ ଯୀଶୁଙ୍କର, ତୁମେ ଛିଡା ହେଲେ ଦେଖିଲୁ ଯୀଶୁଙ୍କର, ତୁମେ ତଥାପି ଅସ୍ୱୀକାର କରୁଛ, କିନ୍ତୁ ତୁମର କଥାରୁ ବି ଜଣା ପଡୁଛି ତୁମେ ଯୀଶୁଙ୍କର। ହାଲେଲୁୟା। ଲେଖା ହେଇଛି କଣ, ତୁମ ବୋଲିର ତ ତା ଜଣା ପଡୁଛି। ବୋଲି ମୁଖାନ୍ତ କଥା, ଆମର କଥାବାର୍ତ୍ତା କୃଷି କରୁଛୁ, ଜଣା ପଡୁଛନ୍ତି, ପରିଚୟ ଦେଇଛନ୍ତି କି ଯୀଶୁଙ୍କର। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୋର ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମମାନଙ୍କର ଜୀବନ ଟିକେ ଆଜି ପରୀକ୍ଷା କରିବା, ନିରୀକ୍ଷା କରିବା ଯେ ଆମମାନଙ୍କ ଜୀବନ ଶୈଳୀ କିପରି ଅଟେ। ଆମେ ଜାଣିଛେ ଯୀଶୁଙ୍କ ପାଇଁ ଆମକୁ ଅନେକ କଥା କହିବେ, କିନ୍ତୁ ଯୀଶୁଙ୍କ ସତ୍ୟକୁ ଆମେ ବହନ କରି ଆମେ ଏଇ ଜଗତରେ এইটা ଆମର ଲକ୍ଷ୍ୟ। ଏଥିପାଇଁ ପ୍ରଭୁ ଆମମାନଙ୍କୁ କଣ କରିଛନ୍ତି ନା ପୃଥକ କରିଛନ୍ତି। ଯଦି ଆମମାନଙ୍କର ଜୀବନରେ ଆମେ କେବଳ କହୁଥିବା ମୁଁ ବିଶ୍ୱାସୀ, ମୁଁ ଯୀଶୁଙ୍କର ଲୋକ, ମୁଁ ଖ୍ରୀଷ୍ଟିଆନ, ମୁଁ ଇସାଇ, ଏମିତି ଯଦି ଆମେ କହିଦେବା, এটা ତ କିଛି ବଡ କଥା ନୁହେଁ ନା। କହିବାଟା ବଡ କଥା ନୁହେଁ, ଦେଖେଇବାଟା ବଡ କଥା। ହାଲେଲୁୟା। ତାହେଲେ କେତେ ପାଠ ପାଠ କରନ୍ତି, ପୁରୁଷ ବନେଇକି ଯୀଶୁଙ୍କ ଚିତ୍ର କରି ପକାନ୍ତି, ଓ ଇଏ ବୋଧେ ଖ୍ରୀଷ୍ଟିଆନ ଲୋକଟା ବୋଲି କହିବେ। ତାପରେ କିଏ କହିଦେବେ ଆମେରିକା ଯାଅ, ଇଂଲଣ୍ଡ ଯାଅ, ଅଷ୍ଟ୍ରେଲିଆ ଯାଅ, ଯେତିକି ଖ୍ରୀଷ୍ଟିଆନ ମାନଙ୍କୁ ଦେଖିବ, କ୍ରିକେଟ ଖେଳବାଲା ହୁଅନ୍ତୁ, ଫୁଟବଲ ଖେଳବାଲା ମାନେ ହୁଅନ୍ତୁ, ଯେତିକି ଅନ୍ୟାନ୍ୟ ଏତିକି এই যে মল্লযুদ্ধ মানে ই କୁହନ୍ତି କଣ କୁସ୍ତି ନା କଣ କୁହନ୍ତି WWE, ସବୁ ଖେଳବାଲା ସବୁ ଖ୍ରୀଷ୍ଟିଆନ ନାହିଁ। ସେମାନେ କେମିତି ଜଣା ପଡନ୍ତି, ତାଙ୍କର ପିଠିରେ କୃଷ, ତାଙ୍କର ବାହୁରେ କୃଷ, ତାଙ୍କର ଛାତିରେ କୃଷ, ଏବେ ଜଣା ପଡେ ମାନେ ଖ୍ରୀଷ୍ଟିଆନ WWE କହିବେ। କିଛି ଦରକାର ନାହିଁ ଏଇଟା। ହାଲେଲୁୟା। ଏଇଟା ଗୋଟେ ବଡ ଗୋଟେ କୃଷ ହାର ପକେଇଦବା ଆଉ ବୁଲିବା, ତା ବି ନାହିଁ। ମତେ ତ ପସନ୍ଦ ନାହିଁ, ଏକା ନାହିଁ। ମୁଁ ପିନ୍ଧିଲି ମନା କରିଦେବି, ଏଇଟା ପିନ୍ଧ ନାହିଁ, ଦରକାର ନାହିଁ, ମୁଁ ମାଡ଼ ଖାଇବି। ହାଲେଲୁୟା। ଏବେ ସେ ପରିସ୍ଥିତି ମାଡ଼ ଖାଇବା ପରିସ୍ଥିତି ଏବେ।
তো দেখলে লোক রাগি যাবে ইনি বিচার মার মারি পড়া পিটি পকা নো আমার জীবনে প্রকাশ করে আমি যিশুঙ্কর বলে হালেলুয়া প্রেজ দ্য লর্ড। তো আমার কথাবার্তা যিশুঙ্ক পରି ହେବା ନିତ୍ୟାନ୍ତ ଆବଶ୍ୟକ। ଗୋଟେ ଦିଟା ପଦ ପଢିଦେବା। ଦ୍ୱିତୀୟ ରାଜାବଳୀ ପୁସ୍ତକ 6 ପର୍ବ, ଦ୍ୱିତୀୟ ରାଜାବଳୀ 6 ଅଧ୍ୟାୟ। ओके 6 अध्याय 4 अध्याय पढ़िबा। 4 अध्याय द्वितीय राजावली 4 अध्याय रो गुटे पद पढ़िबा। 8 पद पढ़ंतु। द्वितीय राजावली 4:8 तापर 9 पद से परमेश्वर एक किए अटे पवित्र लोक बोली लेखा है। एलिशा केबे कहते कि मु जोड़े ईश्वर बड़ गोटे भविष्य वक्ता बोली से कहते कि से कहते गोटे बड़ गोटे पवित्र लोक बोली ईश्वर कहते कि ना कि ना से केमी जना पड़ुंट सबुदिन एलिशा केमी ना से धनवती स्त्री एवं स्वामी से केमी देखले से माने सबुदिन एलिशा से बड़े गतायत करते माने जीवा आसवा करते सबुदिन जो जीवा आसवा करते से दिन से कौन करती बध कले माने से जानी पारे जे एई बाटे जो व्यक्ति जीवा आसवा करती से किए ईश्वर जड़े पवित्र लोक आमको साक्षी भी देवा पड़ो ना। हालेलुया पवित्र लोक बोली एलिशा निजको निज कही ना किंतु तांकर जीवन को देखीदेले से स्वामी स्त्री से स्वामी स्त्री से जानी पकई ये जड़े पवित्र लोक बोली पवित्र व्यक्ति बोली। हालेलुया आज आम जीवन आम टिके देखा कौन वास्तव में आम मान जीवन जिते देखा जाए लोक मान दृष्टि केमी देखा जाए। मुझे गोटे एग्जांपल कहते बादुड़ी एग्जांपल गोटे प्रश्न पचारि बादुड़ी पशु ना पक्षी किए कही पारे समस्त डाउट पड़ी बादुड़ी पशु ना पक्षी से जो गले भी आडजस्ट करदेव जान जो गले भी से रूप ही देखईदेव। गोटे दिन कौन है पशु पशु माने जंगल जी पशु मैंने थे गोटे भोजी भात कर समस्ते डाका डाकी होती किंतु बादुड़ी को से डाकी ना किंतु तथापि से कौन कर जाच से निमंत्रण को आसी समस्ते जो भोजर अध्यक्ष समस्त को से देखुची समस्त आम दल तो ना अलग किए अलग जाति किए आसती से तो देखुं बादुड़ी को देखी से डाउट करुची किए किए नुआ लोक आम सहित के भूली ना आम सहित मिसी ना आज न केमी आसला तापर से कौन है बादुड़ी को पचारा आज्ञा गोटे आसीच घर कौटी तुम जाति कौन तुम्हें केमी तुम अलग सब मत जान तुम मान गोटे जातिर लोक परा मुझे कौन प्रमाण से देख मुझे चलती तुम पर मोर किसी पढ़ किसी ना तुम जमी शरीर मोर भी सेमती शरीर किए कहला यहाँ बादुड़ी कहला पशु मान कही तुम जमी मोर भी सेमती ठीक अच्छे से भोजी भात खाई पड़ेगा तापर कौन है दिन पशु पक्षी मैंने भोजी भात कर पक्षी मैंने समस्त डाका डाकी होती समस्त देखले 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 भितर भोजर अध्यक्ष भी देखला बादुड़ी से देखी आम लोक तो समझते देखो बादुड़ी आखिर पड़ेगा ये जन नुआ व्यक्ति आम समाज मध्य पचार तुम्हें किए से मुझे तुम मान जन आउ कौन कौन प्रमाण से देख तुम उड़ी पार मुझे उड़ी पार्टी ओहो सॉरी क्षमा करा आस आस खाओ
ବୁଝିଲେ ତ? ହାଲେଲୁୟା। ସେ ଯୋଉଠି ଗଲେ ତାର ସେଇଠି ସେଇ ରୂପ। କଣ ପାଇଁ? ସେ କେବେ ବି ତାର ଅସଲ ପରିଚୟ ସେ ଦେଉନାହିଁ। ସବୁବେଳେ ସବୁ ଜାଗାରେ ଗୋଟିଏ ଗୋଟିଏ ପରିଚୟ ଥାଏ। ଆମ ମାନଙ୍କର କଣ ସେହିପରି ଅନେକ ସମୟରେ ଆମର ପରିଚୟ କଣ ହେଇଯାଇଥାଏ, ଆମେ ଯେ ଲୁଚେଇ ଦେଇଥାଉ, କିନ୍ତୁ ନ ଲୁଚିଲେ ଆମେ ଜବରଦସ୍ତି କରିଥାଉ। ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ, ଆମ ମାନଙ୍କର ଜୀବନ ସମ୍ପୂର୍ଣ୍ଣ ପ୍ରଭୁଙ୍କ ପରି ହେବା ଆବଶ୍ୟକତା। ଯେଉଁମାନେ ଆମକୁ ଦେଖିବେ ଆମକୁ ଜଣେ ପବିତ୍ର ଲୋକ, ଆମେ ନିଜର ପବିତ୍ରତା ନାହିଁ, ପ୍ରଭୁଙ୍କ ଦ୍ଵାରା ପ୍ରଭୁଙ୍କ ଦୃଷ୍ଟିରେ ମାନଙ୍କୁ ଦେଖିବା ଆବଶ୍ୟକତା ଅଟେ। ହାଲେଲୁୟା। ଆଉ ଗୋଟେ ପଦ ପଢିବେ, ଗଣନା ପୁସ୍ତକ 23 ପର୍ବ, ଗଣନା 23 9 ପଦ ପଢିବେ। କାରଣ ହଁ ତାହାକୁ ଦେଖୁଅଛି ହଁ ତେଣୁ ମୁଁ ତାହାକୁ ଦର୍ଶନ କରିଅଛି। ଦର୍ଶନ କରୁଛି। ଦେଖ, ହଁ ବାସ କରନ୍ତି, ଏଇ ଲୋକମାନେ କଣ କରନ୍ତି? ଅଲଗା ବାସ କରନ୍ତି। ତାପରେ ସେମାନେ ଅନ୍ୟ ଦେଶୀୟ ମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ। ଗଣିତ ବି ସେମାନେ ଗଣିତ ହେବେ ନାହିଁ ବୋଲି ସେଠି ଲେଖା ଯାଇଛି। ହାଲେଲୁୟା। କେତେ ସୁନ୍ଦର ଲେଖା ଯେ ଏମାନେ କୋଉଠି ବି ମିଶି ହିଁ ପାରିବେ ନାହିଁ, ମିଶିଲେ ବି ସେମାନଙ୍କର ସମସ୍ତ ପ୍ରକାର ସମସ୍ତ ବିଷୟ ସେମାନଙ୍କର କଣ ଅଲଗା ଅଟେ। ଜଣେ କିଏ ଦେଖୁଛି ଜାଣିଛ? ଜଣେ ଜଣେ କଣ କୁହନ୍ତି, ସେ ଅଜା ଦେଖୁଛି, ଅର୍ଥାତ୍ ସେ ଲୋକ ଏତେ ଶକ୍ତି ଅଛି, ସେ ଯାହାକୁ ଅଭିଶାପ କଲେ ଅଭିଶାପ ପାଇବ, ଯାହାକୁ ଆଶୀର୍ବାଦ କଲେ ସେ ଆଶୀର୍ବାଦ ପାଇବ। ସେହିପରି ଜଣେ ବ୍ୟକ୍ତି କାହାକୁ ଦେଖୁଛନ୍ତି? ଇସ୍ରାଏଲ ସନ୍ତାନ ମାନଙ୍କୁ ଦେଖୁଛନ୍ତି। ପର୍ବତ ଉପର ଶିଖରୁ ସେ ଦେଖୁଛନ୍ତି ଇସ୍ରାଏଲ ଲୋକମାନଙ୍କୁ। ଜଣେ ତାଙ୍କୁ ପଠାଇଛି, କି ବାଲାକ ତାଙ୍କୁ ପଠାଇଛି। କିନ୍ତୁ ବାଲାକ ଜଣେ ଈଶ୍ୱରୀ ବିରୋଧୀ, ଇସ୍ରାଏଲ ବିରୋଧୀ ଶତ୍ରୁ ଥିଲେ। ତ ବିଲିୟମକୁ ସେ ପଠାଇଛି। ବିଲିୟମକୁ ଜାଣିଛି ତୁମେ ଯାହା କରିବ ତୁମେ ତାହା ହିଁ ହେବ। ସେଥିପାଇଁ ମୁଁ କଣ କହୁଛି, ତୁମେ ଯାଅ, ବହୁତ ସୁନା ରୂପରେ ତୁମକୁ ଧନବାନ କରିଦେବି, ତୁମେ ଏଇ ଲୋକମାନଙ୍କୁ କଣ କର? ଅଭିଶାପ କର, ଅଭିଶାପ ଦିଅ। ଯେତେବେଳେ ବାଲାକ ତାଙ୍କୁ ବିଲିୟମକୁ କହିଲେ, ବିଲିୟମ ଯାଇକି ସେଇ ଲୋକମାନଙ୍କୁ ଦେଖୁଛି, ପର୍ବତ ଶିଖର ଉପରୁ ତାଙ୍କୁ ଦେଖୁଛି। ଆଉ ସେତେବେଳେ ଦେଖୁଛନ୍ତି ସେମାନଙ୍କର ଅଲଗା, ସେମାନେ କାହା ସହିତ ମିଶୁ ହିଁ ନାହାନ୍ତି, ସେମାନେ ଅଲଗା ବାସ କରନ୍ତି, ସେମାନେ କାହା ସହିତ ଗଣିତ ବି ହେଉନାହାନ୍ତି, ଗଣିତ ହେଲେ ବି ଗଣନାରେ ତ ଆସୁନାହାନ୍ତି। ହାଲେଲୁୟା। ଏଇଟା ଇସ୍ରାଏଲ ମାନଙ୍କର ଗୋଟିଏ ବାକ୍ୟ ଅଛି, ପ୍ରଭୁ ପ୍ରକାଶ କରିଛନ୍ତି। ଶେଷରେ ଗୋଟେ ପଦ ପଢିବା, ତାପରେ ପ୍ରାର୍ଥନା କରିବା। ଲେବୀୟ ପୁସ୍ତକ 12 କରନ୍ତୁ ସମସ୍ତେ। ଲେବୀୟ ପୁସ୍ତକ କାଢିଲେ ସମସ୍ତେ। ଲେବୀୟ 20 ପର୍ବ, ଲେବୀୟ 20 26 ପଦ ପଢିବେ। 26 ମାନେ ଆମ୍ଭ ଉଦ୍ଦେଶ୍ୟରେ ହଁ ପବିତ୍ର ହେବ, ପବିତ୍ର ହେବ। ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ହଁ ଆଉ ତୁମେମାନେ ଯେପରି ଆମର ହେବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କ ଠାରୁ ତୁମମାନଙ୍କୁ ପୃଥକ କରିଅଛୁ। ତୁମକୁ ଆମେ କଣ କରିଛୁ? ଅଲଗା କରିଅଛୁ। ଅନ୍ୟ ଲୋକଙ୍କ ଠାରୁ, ଅନ୍ୟ ଦେଶୀଙ୍କ ଠାରୁ, ଅନ୍ୟ ଜାତି ମାନଙ୍କ ଠାରୁ ଆମେ ତୁମକୁ କଣ କରିଛୁ? ଅଲଗା କରିଅଛୁ। କଣ ପାଇଁ? ତୁମେ ଯେମିତି ଆମ୍ଭର ଲୋକ ହେବ, ମୋର ଲୋକ ହେବ, ମୋର ସନ୍ତାନ ହେବ, ମୋର ପୁଅ ଝିଅ ହେବ, ଏଥିପାଇଁ ଆମେ ତୁମକୁ କଣ କରିଛୁ? ଅଲଗା କରିଅଛୁ। ଯଦି ପ୍ରଭୁ ଆମକୁ ଅଲଗା କଲେ, ଏବେ ଆମେ କଣ କରିବା? ଆମେ ପ୍ରଭୁକୁ ଫଲୋ କରିବା, ପ୍ରଭୁଙ୍କ ପଛରେ ଚାଲିବା। ଆଉ ପ୍ରଭୁ ଆମମାନଙ୍କୁ ତାଙ୍କର ପଥରେ ପଢାଇ ନେବେ। ଆମମାନଙ୍କ ପରିଚୟକୁ ସେ କଣ କରିଦିଅନ୍ତି? ବଦଳେଇ ଦିଅନ୍ତି। ହାଲେଲୁୟା। ପ୍ରଭୁ ଆମମାନଙ୍କର କ୍ୟାରେକ୍ଟରକୁ, ଆମ ମାନଙ୍କର ଜୀବନ ଶୈଳୀକୁ, ଆମ ମାନଙ୍କର ଆଚରଣକୁ, ଆମମାନଙ୍କର ବ୍ୟବହାରକୁ, ଆମର କଥାବାର୍ତ୍ତାକୁ, ଆମର ସମସ୍ତ ଆମର ଦେଖିବାର ଷ୍ଟାଇଲ, ଶୁଣିବାର ଷ୍ଟାଇଲ, ବସିବାର ଷ୍ଟାଇଲ, ଠିଆ ହେବା ଷ୍ଟାଇଲ, ସମସ୍ତ ବିଷୟକୁ ପରମେଶ୍ୱର ବଦଳେଇବାକୁ ଚାହାନ୍ତି। ହାଲେଲୁୟା। ତେବେ ଆମେ ମାନେ ତାଙ୍କର ସାକ୍ଷ୍ୟ ଏବଂ ତାଙ୍କର ଗୁଣକୁ ଆମେ କଣ କରିବା? ପ୍ରକାଶ କରିବା। ଆଉ ପ୍ରଭୁ ଗୌରବାନ୍ୱିତ ହେବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ଏପଟେ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।